नमस्कार बंधुगण, जय जगन्नाथ। मु सस्मिता पाढ़ी भक्ति सागर सस्मिता चैनल आपण मानंको स्वागत। आज आपण मानंको पई प्रस्तुत श्री जगन्नाथ पुराण। एही पुराण पाठ करिबा किंबा श्रवण करिबा द्वारा मनुष्य जानतरे बा अजाणतरे करिथिबा समस्त पाप क्षय होइथाय। संसारर जन्म मृत्यु चक्ररु मुक्ति मिलिथाय। निष्ठार सहित एही पुराण पाठ कले परिवार रे सुख शांति समृद्धि वृद्धि पाए एवं सब मनस्कामना पूर्ण हुए। श्रीक्षेत्र पुरी न जाई मध्य घरे बसी एही पुराण पाठ कले श्री जगन्नाथଙ୍କ दर्शन सदृश फल मिलिथाए। श्री जगन्नाथଙ୍କ चरण रे अचला भक्ति जागृत हुए, जहा मन को शांत एवं पवित्र करिथाए। तेबे आसंत बंधुगण, आरंभ करिबा श्री जगन्नाथ पुराण। चैनल जदि नुआ अछंती चैनल को सब्सक्राइब करी कमेंट बॉक्स रे जय जगन्नाथ लिखा को जमा भी कुंठाबोध करंतनी। नवम अध्याय। आजर विषय रही विद्यापतिंकर नीलमाधव दर्शन। जय जय जगन्नाथ पतित पावन, तब पाद पद्म तले रहु मोर मन। न आसिबा पद मान दियबारे कही, अभय पाद पद्मरे बिनती करई। विद्यापति ललितार मिलन विषय, शुण सर्व ऋषि माने होई तो समय। बोइले जैमिनीकर मुख को अनाई, कुह आहे ऋषि वर बारे दया बही। ललिता को विवाह हेबा पाई विद्यापति, सम्मत करिले बोली बखाणिले जति। ताहा परे किस हेला कुहंतु समस्त, शुणिबा पाई व्याकुल हेउअछि चित्त। जैमिनी बोइले विश्वावसु भक्तवर, विष्णुकर पूजा सारी चलिले कुटीर। हस्तरे प्रसाद थाली से धरी अछंती, कुटीर मध्य प्रवेश होइले तड़ती। कन्या को बोइले कुह कुह मो ग्रते, अतिथि सत्कार करुछु ना विधि मते। बहुत दूररू आसिछंती कष्ट सही, जथा विधि मते तांकु अछुना भुंजाई। कह कह मो आगरे फिटाई समस्त, भोजन करिछंती कि नाही विप्रएथ। पितांक वचन शुणी तळकु नाई, बोइला ललिता लज्जा अवनता होई। शुणन्तु जनक बारे मात्र देई मन, भोजन करू नथिले सेहु कदाचन। कहिले जेउथि लागी आसिअछि मुहि, ताहा पूरण न कले जल न छुई। जेबे मोहर कामना करिब पूरण, ताहेले तुम गृहरे रहिबई जान। मुहि पुछिली केवण कार्य निमंतरे, आसिअछ ए स्थान को कुह मो आगरे। से बोइले श्री विष्णुक दर्शन निमंते, अवंती राजन मोते पेशिछंती एथे। मुहि न जीवा पर्यंत अन्न जल मान, स्पर्श करिण नथिबे कदापि राजन। तुम्भे यद्यपि तुम्भर पितांकु कहिण, दर्शन कराइब प्रभु नारायण। ताहेले तुम्भ गृहरे भोजन करिबी, नचेत उपवासरे काल कटाइबी। एपरि कुहन्ते मुहि बोइली ताहांकु, तुम्भे यद्यपि रखिब मोहर कथा को।
ତାହେଲେ ପିତାଙ୍କୁ କହି ତୁମ୍ଭ କାର୍ଯ୍ୟ ମୁହିଁ ପୂରଣ କରିବି ପ୍ରତି ଶ୍ରୁତି ଦେଲି ଯହିଁ। ମୋହ କଥାରେ କରନ୍ତେ ସେ ହୁସନ ମତ ସତ୍ୟ କରାଇଲି ତାଙ୍କୁ ଶୁଣ ଆହେ ତାତ। ଧର୍ମପତ୍ନୀ ଭାବେ ମୋତେ କରିବେ ଗ୍ରହଣ ଏଥିରେ ରାଜି ହୋଇଲେ ଆନନ୍ଦେ ବ୍ରାହ୍ମଣ। ତେଣୁ ତାହାଙ୍କ ଗଳାରେ ମୁଁ ମାଳ ଲମ୍ବାଇ ପତି ପଦରେ ବରଣ କରିଣ ଅଛଇ। ସେ ମଧ୍ୟ ମୋହର ଗଳେ ମାଳ ଦେଇଛନ୍ତି ମୋର ଇହ କାଳ ପର କାଳର ସେ ଗତି। ଧରୁଛି ପୟର ପିତା ମୋ ମୁଖକୁ ଚାହିଁ ଥରେ ତାଙ୍କୁ ଦର୍ଶନ କରାନ୍ତୁ ମାଧୋଇ। ନହିଲେ ଧର୍ମକୁ ଚାହିଁ କରୁଛି ଶପଥ ସାଗର ଗର୍ଭକୁ ଡେଇଁ ପଡ଼ିବି ନିଶ୍ଚିତ। ଏହା ଶୁଣି ବିଶ୍ୱାବସୁ କନ୍ୟା ମୁଖ ଚାହିଁ ବୋଇଲେ ପରି କଥା କହି ନ ଯୋଗାଇ। ବିଷ୍ଣୁ ଦର୍ଶନ କରିବା ଲାଗି ବ୍ରାହ୍ମଣଙ୍କୁ ମୋର ତିଳେ ମନା ନାହିଁ ନେବଇ ତାହାଙ୍କୁ। ଯାହା ବା ମନରେ ମୋ ସନ୍ଦେହ ଥିଲା ରହି ଗତ ରାତ୍ରେ ପ୍ରଭୁ ଛନ୍ତି ସ୍ୱପ୍ନରେ କହି। ଇନ୍ଦ୍ରଦ୍ୟୁମ୍ନ ନାମରେ ଯେ ରାଜନ ଅଟନ୍ତି ତାଙ୍କ ପରି ଧର୍ମ ପରାୟଣ କେ ନାହାନ୍ତି। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ କରିବେ ସେ ବାସ ସଙ୍ଗତରେ ଘେନି ଅଗଣିତ ଦାସୀ ଦାସ। କେବଳ ଗୋଟାଏ କଥା ଲାଗଇ ସନ୍ଦେହ ବ୍ରାହ୍ମଣ ଯୁବକ ଅଟେ ଆର୍ଯ୍ୟଙ୍କ ତନୟ। ବିଶେଷତ ଘୃଣା ସେଉ କରନ୍ତି ମନରେ ଆମ୍ଭଙ୍କୁ ଛୁଇଁଲେ ସ୍ନାନ କରନ୍ତି ରାତ୍ରରେ। ସେ ପୁଣି ପତ୍ନୀ ଭାବରେ କରିଣ ଗ୍ରହଣ ଲୋକ ସମାଜରେ ତୋତେ ଚିହ୍ନାଇବେ ପୁଣ। ଏ କଥା କାହିଁ ତ ନ ପାଉଛି ମୋ ମନକୁ ନହିଲେ ମନା ନ କରେ ଦିଅ ଦେଖିବାକୁ। କାହିଁ ପାଇଁ ମାତ ତୁହି ନ ବୁଝି ନ ସୁଝି ବ୍ରାହ୍ମଣ ଯୁବକ ରୂପ ଦେଖିଗଲୁ ମଜି। ଏପରି କୁହନ୍ତେ ବିଶ୍ୱାବସୁ ଲଳିତାକୁ ବିଦ୍ୟାପତି ବିପ୍ର କର୍ଣ୍ଣେ ଶୁଣିଣ ତାହାକୁ। ବିଶ୍ୱାବସୁଙ୍କର ପାଶେ ଉପସ୍ଥିତ ହୋଇ ପ୍ରଣାମ କରି ବୋଇଲା ଶୁଣନ୍ତୁ ଗୋସାଇଁ। ବିପ୍ରକୂଳରେ ଜନମ ଅଟଇ ମୋହର ହେଲେ ମଧ୍ୟ ଆପଣଙ୍କ ଠାରୁ ନୁହେଁ ସାର। ବିଷ୍ଣୁ ଆରାଧନା ନୀତି ତୁମ୍ଭେ କରୁଅଛ ତାହାଙ୍କର ଅଙ୍ଗ ସଙ୍ଗ ପ୍ରତ୍ୟହ ପାଉଛ। ସେ ପ୍ରଭୁ ତୁମ୍ଭ ହସ୍ତରେ କରନ୍ତି ଭୋଜନ ବ୍ରାହ୍ମଣ ହେଲେ ମଧ୍ୟ ତୁମ୍ଭ ଠାରୁ ନ୍ୟୁନ। ଆପଣଙ୍କର ଦୁହିତା ଅତି ହିଁ ପବିତ୍ର ତାଙ୍କ ଅଙ୍ଗେ ପାପ ତାପ ନାହିଁ ଲେଶ ମାତ୍ର। ଶପଥ କରୁଛି ମୁହିଁ ଧର୍ମକୁ ଅନାଇ ପତ୍ନୀ ଭାବେ ଲଳିତାକୁ ନିଶ୍ଚୟ ନେବଇ। ଏ ଅନ୍ଧ ସମାଜ ପତିଙ୍କର ଭ୍ରମମାନ ନିଶ୍ଚୟ ଦୂର କରିବଇ ଏ ସତ୍ୟ ବଚନ। ଯେବେ ଏଥିରେ ମୋହର କପଟତା ଥିବ ବ୍ରହ୍ମ ହତ୍ୟା ପାତ କରେ ଯେଉଁ ଦୋଷ ହେବ ସେହି ଦୋଷରେ ନିଶ୍ଚୟ ଭାଗୀ ହେବି ମୁହିଁ। ଆହୁରି ମଧ୍ୟ କହୁଛି ଶୁଣ ମନ ଦେଇ ଗର୍ଭିଣୀର ମଣି ବଧ କରେ ଯେଉଁ ଜନ ଗୋବଧ କରିଲ ଭଇ ଯେଉଁ ପାପ ମାନ। ଯେବେ ତୁମ୍ଭ କନ୍ୟାକୁ ମୁଁ ପତ୍ନୀ ନ କରିବି
ସେହି ପାପରେ ନିଶ୍ଚୟ ଭାଗିଦାର ହେବି। ବକ୍ଷ ଫାଟିଯିବ କୃଷ୍ଣ ବ୍ୟାଧି ଭୋଗିବ ସତ୍ୟ ସତ୍ୟ ତିଳେ ମାତ୍ର ମୋ ସନ୍ଦେହ ନାହିଁ। ଏପରି କହିଲା ଯହୁଁ ବିପ୍ର ବିଦ୍ୟାପତି ଶୁଣେ ବିଶ୍ୱାବସୁ ମନେ ତୋଷ ହେଲା ଅତି। ବିଦ୍ୟାପତିଙ୍କର ମୁଖ ଅନାଇ ବୋଇଲେ ଚିରଜୀବୀ ହୁଅ ବାପ ତୁମ୍ଭେ କାଳେ କାଳେ। ନୀଳମାଧବଙ୍କ ପାଦେ ପ୍ରାର୍ଥନା ମୋହର ତୁମ୍ଭେ ପତି ପତ୍ନୀ ଦୁହେଁ ସୁଖେ ବାସ କର। କିନ୍ତୁ ଯେଉଁ କଥା ପାଇଁ ଆସିଅଛ ତୁମ୍ଭେ ଚାଲ ମୋ ସଙ୍ଗରେ ସାଥେ ନେଇଯିବି ଏବେ। ଆଗୁ ଜାଣିଅଛ ମୁହିଁ ଅବନ୍ତୀଶ୍ୱର ରହିବେ କ୍ଷେତ୍ର ମଧ୍ୟେ ଘେନି ପରିଚାର। ତାଙ୍କ ଯୋଗେ ପ୍ରଭୁ ନାମ ବିଖ୍ୟାତ ହୋଇବ ବଡ଼ ଦେଉଳ ଏ କ୍ଷେତ୍ର ମଧ୍ୟରେ ଶୋଭିବ। ଏମନ୍ତ କହିଣ ନିଜ କନ୍ୟାକୁ ଅନାଇ ବୋଇଲେ ପ୍ରସାଦ ଦେ ଭୁଞ୍ଜିବାର ପାଇଁ। ପିତାଙ୍କ ଆଦେଶ ମାତ୍ରେ କନ୍ୟା ଚଳିଗଲା ପ୍ରଭୁଙ୍କ ପ୍ରସାଦ ବିଦ୍ୟାପତି ଆଗେ ଦେଲା। ବୋଇଲା ହେ ପ୍ରାଣନାଥ ଆଜି ଶୁଭ ଦିନେ ପ୍ରଭୁଙ୍କ ପ୍ରସାଦ ଭୁଞ୍ଜ ତୁମ୍ଭେ ତ ସମନେ। ବିଷ୍ଣୁଙ୍କ ନୈବେଦ୍ୟ ବୋଲି ଶୁଣି ବିଦ୍ୟାପତି ମନ ମଧ୍ୟରେ ଆନନ୍ଦ ହୋଇଣ ସେ ଅତି। ଲଳିତା ହସ୍ତରୁ ସ୍ନେହେ ପ୍ରସାଦ ନେଇଣ ଭୋଜନ କରି ତୃପତ ହୋଇଲେ ତକ୍ଷଣ। ବୋଇଲେ କେଉଁ ସୌଭାଗ୍ୟ ବଳେ ଆସିଥିଲି ବୈକୁଣ୍ଠପତିଙ୍କ ମହା ପ୍ରସାଦ ଭୁଞ୍ଜିଲି। ଏହା କହି ସେ ପ୍ରସାଦ ଧରି ସ୍ୱହସ୍ତରେ ଲଳିତା ମୁଖେ ଭୁଞ୍ଜାଇ ଦେଲେ ତ ସଭରେ। ସେ ଛଡ଼ା ପ୍ରସାଦ ଭୁଞ୍ଜି ଲଳିତା ସୁନ୍ଦରୀ ବୋଇଲା ଅତି ସୌଭାଗ୍ୟ ଅଟଇ ମୋହରି। ମୋହ ଭଗବାନଙ୍କର ଉଚ୍ଛିଷ୍ଟ ଭୁଞ୍ଜିଣ ନାରୀ ଜନମ ସାର୍ଥକ ହୋଇଲା ମୋ ପୂର୍ଣ୍ଣ। ଏହିପରି ବେନି ଜନେ କଥାବାର୍ତ୍ତା ହେଲେ ଭୋଜନ ଶେଷରେ ନେଇ ତାମ୍ବୁଳ ଭୁଞ୍ଜିଲେ। ତାପରେ ବିଦ୍ୟାପତିଙ୍କୁ ସଙ୍ଗତରେ ନେଇ ପିତାଙ୍କ ପାଶରେ ଗୋରି ଦେଲା ପହଞ୍ଚାଇ। ବୋଇଲା ଯାଆନ୍ତୁ ପିତା ନେଇ ଯା ମାତାକୁ ଦର୍ଶନ କରାଇବ ନୀଳମାଧବଙ୍କୁ। ଏହା ଶୁଣି ବିଶ୍ୱାବସୁ ଆନନ୍ଦ ହୋଇଲେ ବିଦ୍ୟାପତିଙ୍କୁ ସଙ୍ଗତେ ଘେନିଣ ଚଳିଲେ। ଆଗେ ବିଶ୍ୱାବସୁ ପଛେ ବିଦ୍ୟାପତି ଗଲେ କଣ୍ଟକାକୀର୍ଣ୍ଣ ଜଙ୍ଗଲ ମଧ୍ୟରେ ଚଳିଲେ। ଅତ୍ୟନ୍ତ ସଂକୀର୍ଣ୍ଣ ପଥ ପୁଣି ଅନ୍ଧକାର ବୃକ୍ଷମାନଙ୍କ ଗହଳେ ଦେଶଇ ସୁନ୍ଦର। ଯିବା ସମୟରେ ପଥ ମଧ୍ୟେ ଦୁଇ ଜଣ ବିଶ୍ୱାବସୁ ବୁଝାଇଲେ ସମସ୍ତ ଘଟଣା। ବୋଇଲେ ଯୁବକ ତୁମ୍ଭେ ମହାଭାଗ୍ୟବନ୍ତ ଚର୍ମ ନେତ୍ରେ ଦର୍ଶନ କରିବ ଅଚ୍ୟୁତ। ଇନ୍ଦ୍ରଦ୍ୟୁମ୍ନ ଠାରୁ ତୁମ୍ଭେ ମହାଭାଗ୍ୟବାନ ଯେଣୁ ପ୍ରଥମେ କରିବ ବିଷ୍ଣୁଙ୍କୁ ଦର୍ଶନ। ଏହିପରି କଥାବାର୍ତ୍ତା ହୋଇ ଦୁହେଁ ଗଲେ ନୀଳ ସୁନ୍ଦର ପର୍ବତ ନିକଟେ ମିଳିଲେ। ପର୍ବତ ତଳରେ ଉଭା ହନ୍ତେ ବିଦ୍ୟାପତି ବିଶ୍ୱାବସୁ ବୋଇଲେ ଚାଲନ୍ତୁ ତଡ଼ତି।
पर्वत उपरे छन्ति श्रीनील माधव दर्शन करी पाप विनाशिब सर्व। ଏହା ଶୁଣି ବିଦ୍ୟାପତି ଅତି ଉତ୍ସାହରେ ଚଳିଲା ଉତ୍କଣ୍ଠା ହୋଇ ଦର୍ଶନ ଆଶାରେ। ରୋହିଣୀ କୁଣ୍ଡ ସନ୍ନିଧେ ଉପସ୍ଥିତ ହେଲେ କୁଣ୍ଡକୁ ଦେଖାଇ ବିଶ୍ଵା ବସ ଯେ ବୋଇଲେ। ରୋହିଣୀ କୁଣ୍ଡ ଟଇ ଏତେ ଥର ନାମ ଏଠାରେ ସ୍ନାନ କଲେ ପୂର୍ଣ୍ଣ ହୁଏ କାମ। ସ୍ନାନ ସାରିଣ ମାଧବ ଦର୍ଶନ କରିଲେ ଅଙ୍ଗରୁ ସକଳ ପାପ ନାଶ ହୁଏ ହେଳେ। ଆବର ଯେଉଁ ଅକ୍ଷୟ ବଟ ଦେଖୁଅଛ କଳ୍ପ ପର୍ଯ୍ୟନ୍ତେ ବଞ୍ଚି ରହେ ହି ଗଛ। ଏ ବଟ ବୃକ୍ଷ ଛାଇରେ ବସଇ ଯେ ଜନ ବ୍ରହ୍ମ ହତ୍ୟା ପାପ ତାର ହୁଇ ଖଣ୍ଡନ। ସେହି ନିକୁଞ୍ଜ କାନନ ମଧ୍ୟ ଭାଗ ମଧ୍ୟେ ଶ୍ରୀନୀଳ ମାଧବ ବିଜେ କରିଛନ୍ତି ହାଦେ। ସେହି ଜଗତନାଥଙ୍କୁ ଦର୍ଶନ କରିଣ ଅଙ୍ଗରୁ ସକଳ ପାପ କରନ୍ତୁ ହରଣ। କିନ୍ତୁ ମନ କର୍ଣ୍ଣ ଦେଇ ଶୁଣ ଦ୍ୱିଜବର ଯୁଗେ ଯୁଗେ ଏଠାରେ ଆସ୍ଥାନ ତାଙ୍କର। ରାମକୃଷ୍ଣ ନରସିଂହ ଆଦି ଯେ ସମସ୍ତ ଦୁଷ୍ଟ ନିବାରଣେ ଜନ୍ମ ହୋଇଥିଲେ ମର୍ତ୍ତ୍ୟ। ସେମାନେ ସମସ୍ତେ କଳା ୟାଙ୍କର ଅଟନ୍ତି ଲକ୍ଷେ କଳାରେ ପ୍ରଭୁ ବିଜେ କରିଛନ୍ତି। ପୁଣି କାର୍ଯ୍ୟ ଶେଷ କରି ଏଠାକୁ ଆସନ୍ତି ପରମ ବ୍ରହ୍ମଙ୍କ ଅଙ୍ଗେ ସେମାନେ ମିଶନ୍ତି। ଯେଉଁପରି ନଦ ନଦୀ ପ୍ରବାହ ହୋଇଣ ନିଜର ବଢ଼ି ମହାରାଜେ କରନ୍ତି ବଖାଣ। ତାପରେ ସକଳେ ଯାଇ ସାଗରେ ମିଶନ୍ତି ଆପଣାର ଗୁଣ କର୍ମ ସବୁ ପାସରନ୍ତି। ପୁଣି ସେ ସାଗର ମଧ୍ୟ ବୁଦ୍ବୁଦ ଆକାରେ ବରଷା ହୁଅନ୍ତି ଯାଇ ମରତ ଭୂମିରେ। ସେହି ବରଷା ଜଳରେ ବଞ୍ଚନ୍ତି ସମସ୍ତ କୃଷକ ତାହାର କ୍ଷେତ କରଇ ପ୍ରସ୍ତୁତ। ସେ ଲବଣ ଜଳରେ ଆସୀନ ମିଶନ୍ତି ନିଜର ସୁନାମ ଗୁଣ ସବୁ ପାସରନ୍ତି। ସେହିପରି ଅଟଇଏ କ୍ଷେତ୍ରର ମହାତ୍ମ୍ୟ ଅନାହତପୁର ଏହି ଶୁଣ ଦେଇ ଚିତ୍ତ। ସେବେଳେ ଘୋର ପ୍ରଳୟ ହୁଏ ମରତରେ ବିଷ୍ଣୁ ଶୟନ କରନ୍ତି ଏ କଳ୍ପବଟରେ। ଏହିପରି ବିଶ୍ୱାବସୁ ବ୍ରାହ୍ମଣେ ବୁଝାଇ ନୀଳମାଧବଙ୍କ ଦର୍ଶନେ ଗଲେ ନେଇ। ଯେବେଳେ ସେ ଦିବ୍ୟ ମୂର୍ତ୍ତି ବ୍ରାହ୍ମଣ ଦେଖିଲା ଆନନ୍ଦରେ ତାର ହୃଦ ନର୍ତ୍ତନ କରିଲା। ନିସ୍ତରିଲି ନିସ୍ତରିଲି ବୋଲି ସେହୁ କହି ଗଡ଼ ଘାଲି ଶୋଇଲା କ ପଦ୍ମପାଦ ଧ୍ୟାଇ। ପୁଣି ଉଠି ବାର ବାର ଯୋଡ଼ିବେନି କର ପ୍ରଣାମ କରିଲା ପ୍ରଭୁ ଅଭୟ ପୟର। ମନ ମଧ୍ୟରେ ବିଚାର କରିଲା ବ୍ରାହ୍ମଣ ଆହା କି ସୁନ୍ଦର ମୂର୍ତ୍ତି ଜଗତ କାରଣ। ମାନବ ଜନମ ମୋର ହୋଇଲା ସାର୍ଥକ ଚର୍ମ ନେତ୍ରରେ ଦେଖିଲି ଜଗତ ନାୟକ। ହେ ଜଗତନାଥ ବନ୍ଦେ ତବ ଶ୍ରୀପୟରେ ଅସାର ସଂସାର ମଧ୍ୟ ପାରି କରବାରେ। ଦୟାକରି ଏହି ପାପ ପଙ୍କରୁ ଏ ଦିନେ
उद्धार करिण स्थान दियो श्री चरणे एहिपरि मन मध्ये करिण विचार स्तुति कला विद्यापति अभय पयर बोइला जय हे देव जगत तारण सचराचर प्राणी को कर निस्तारण कीट पतंग जाए जेते प्राणी छंती सकले तुम गर्भरु जात होई छंती तुम्भे गति मुक्ति दाता तुम्भे त्राणकारी वंदना करे अभय पयरे तुम्भरी जेउथि निमंते आसी अछि एहि दास तार कामना पूरण कर पितवास अवंतीश्वर इंद्र दिम्न नरवर दर्शन करिबाकु तव श्रीपयर शयन भोजन आदि सबु त्याग करी तव नाम जपुछंती दिवस सर्वरी ताहांकु दर्शन देई पद्मपाद तले स्थान दियो मागु अछि एहि दिन हेळे जेनेहि क्षेत्र नाम होइब प्रचार दर्शन करिण मुक्ति हेबे पापी नर एतिकी मातर पादे मोर निवेदन काहिंकी एठारे लुचि अछ भगवान आपण महिमा पे न कले प्रचार आन कहार सकती अछि हे ठाकुर आउ गोपन भावरे न रही एठारे महिमा प्रकाश कर जगत जनरे एमंत कहिण विद्या पति विप्रवर नयनरु अविश्रांत ढालिले कनीर एहि समय जगत नाथंक मस्तकु खसिला पुष्प से विश्वा बसु देखु देखु ताहा देखिण ब्राह्मण जुबक को चाही बोइले को विद्यापति आनंदित होई आउ भावना करिबा नाही दरकार मन कामना पूरण होइला तुम्भर जगत करता तुम्भ परे तोष होई वर देलेणी प्रकाश होइबार पाई एथे लुचि रहिबाकु नाही तांको इच्छा निश्चय पूर्ण करिवे तब मन वांछा देख देख तब स्तवे होइण तृपति शिररु कुसुम खसी पड़ी अछि एथि जाओ हे युवक आउ विलंबन कर तुम्भ नृपति को आनी मिलिब एठार एहा कही विश्वावसु मौन होइले अभय पाद सुमरी क्षेत्रवासी बोले। दशम अध्याय विश्वावसुंकर अतिथि सत्कार। एहा परे जाहा हेला सुण देई मन अत्यंत पवित्र अटे ए शास्त्र वचन काल काल को रहिले होइण अमर तांको दर्शन करी विप्र विद्यापति कृत्य कृत्य होई पादे करिला प्रणति एही समय रे संध्या हुवन्ते आगत विश्वावसु बोइले क सुण देई चित्त आउ एठारे रहिबा उचित नुहई क्षुधारे आतुर होई बणित बोदेही पुणे बहु हिंस्र जंतु पूर्ण होइछन्ति रात्र हेले ठावरे आसी जमा होन्ति एतिकी कहिबा काले
ଏକ ମହାବଳ ପ୍ରବେଶ ହେଲା ସେ ସ୍ଥାନେ ହଲାଇ ଲାଙ୍ଗୁଳ। ସେ ମହାବଳ ବ୍ୟାଘ୍ରକୁ ଦେଖି ନୟନରେ ଭୟ ଚିତ୍କାର କରିଲା ବ୍ରାହ୍ମଣ ସେଠାରେ। ତାଙ୍କୁ ଆଶ୍ୱାସନା ଦେଇ ଶ୍ରୀ ବିଷ୍ଣୁ ପୂଜକ ବୋଇଲା ମନରେ ଭୟ ନ କର ଯୁବକ। ଏ ବ୍ୟାଘ୍ରବର ଅଟଇ ମାଧବଙ୍କ ଭକ୍ତ ପ୍ରସାଦ ଭୁଞ୍ଜିବା ଲାଗି ଆସିଅଛି ଏଥ। ଏହା କହି ପ୍ରଭୁଙ୍କ ପ୍ରସାଦ କରେ ଧରି ବାଟୁଳା ତିନୋଟି ବିଶ୍ୱାବସୁ ହସ୍ତେ କରି। ବ୍ୟାଘ୍ରର ନାମ ଧରିଣ ଡାକନ୍ତେ ପାଶକୁ ଧାଇଁଗଲା ବ୍ୟାଘ୍ର ଆନନ୍ଦରେ ଭୁଞ୍ଜିବାକୁ। ପ୍ରବେଶନ୍ତେ ବିଶ୍ୱାବସୁ ନିକଟରେ ଯାଇ ଆଉଁସି ଦେଲା ପୂଜକ ପ୍ରସାଦ ଭୁଞ୍ଜାଇ। ଭୋଜନ ସାରିଣ ବ୍ୟାଘ୍ର ବରତ ଗଲା ବିଷ୍ଣୁଙ୍କ ଭୟ ପାଦ ତଳରେ ଶୋଇଲା। ସମସ୍ତ ବିଷୟ ଲକ୍ଷ୍ୟ କରି ବିଦ୍ୟାପତି ମନ ମଧ୍ୟରେ ସେ ଦୋଷ ହୋଇଲା କର୍ତ୍ତି। ବିଶ୍ୱାବସୁଙ୍କର ପଛେ ଗମନ କରିଲେ ଶବରପଲ୍ଲୀରେ ଯାଇ ପ୍ରବେଶ ହୋଇଲେ। ପ୍ରଭୁଙ୍କ ଦର୍ଶନ ଲାଭ କରିଣ ବ୍ରାହ୍ମଣ କ୍ଷୁଧା ତୃଷା ଆଦି ମନୁ ଭୁଲିଗଲେ ଜାଣ। ଗୃହେ ପ୍ରବେଶନ୍ତେ କରେ ପାଣି ଝରି ଧରି ଧାଇଁ ଆସିଲା ଲଳିତା ହସି ହସି କରି। ପ୍ରଥମେ ପିତାଙ୍କ ପାଦ ଯତନରେ ଧୋଇ ତଦନ୍ତେ ପତିଙ୍କ ପାଦ ଧୋଇଲା ସୁମୁହିଁ। ନାନାବିଧ ଖାଦ୍ୟ ଦ୍ରବ୍ୟ କରିଣ ପ୍ରସ୍ତୁତ ଥୋଇ ନଥିଲେ ସୁନ୍ଦରୀ ହୋଇ ଆନନ୍ଦିତ। ପିତାଙ୍କ ଆଦେଶ ମତେ ଠା ପିଢ଼ା କରି ବାଢ଼ି ଦେଲା ଅତି ଯତନରେ ସୁକୁମାରୀ। ଶବରଙ୍କ ଘରେ ରାଜ ଭୋଗ ଉପଚାର ଭୋଜନ କରି ଆଶ୍ଚର୍ଯ୍ୟ ହେଲା ବିପ୍ରବର। ମନ ମଧ୍ୟରେ ଭାବନା କଲା ବିଦ୍ୟାପତି ଏ ଦ୍ରବ୍ୟମାନ ଏ ସ୍ଥାନେ କାହୁଁ ପାଉଛନ୍ତି। ବିଶ୍ୱାବସୁ ମନ କଥା ଜାଣି ତାହାଙ୍କର ବୋଇଲା ମୋହର ବାକ୍ୟ ଶୁଣ ଦ୍ୱିଜବର। ରାଜା ଆଉ ପୁରୋହିତ ଅଟନ୍ତି ସମାନ ତାପରେ ଜାମାତା ଅଟେ ସବୁ ପ୍ରଧାନ। ତାହାଙ୍କୁ ଉଚିତ ଚର୍ଚ୍ଚା କରିବା ବିଧେୟ ସବୁ ଯୋଗାଇ ଅଛନ୍ତି ପ୍ରଭୁ ଦୟାମୟ। ତାଙ୍କ ପ୍ରସାଦରେ ଜାଣ ଏ ଦିନହୀନର କୌଣସି ଦ୍ରବ୍ୟ ଅଭାବ ନଥାଏ ଠାର। ବିଶେଷତଃ ମୋର କନ୍ୟା ସ୍ୱହସ୍ତେ ବାନ୍ଧିଛି ଭୋଜନ କରି ତୃପତ ହୁଅ ବିପ୍ରବଛି। ଅତି ବଡ଼ ସୌଭାଗ୍ୟ ଅଟଇ ଆମ୍ଭର ଇନ୍ଦ୍ରଦ୍ୟୁମ୍ନଙ୍କର ପ୍ରତି ନିଧି କୋଟିର। ମଧ୍ୟରେ ହର୍ଷେ ଭୋଜନ କରୁଣ ଅଛନ୍ତି ଏକଥା ଶୁଣି ସନ୍ତୋଷ ହେବେ ନରପତି। ବିଶ୍ୱାବସୁଙ୍କ ବଚନେ ବିପ୍ରତୋଷ ହୋଇ ବୋଇଲେ ଆଜି ଯେ ଦ୍ରବ୍ୟ ମୁହିଁ ଭୁଞ୍ଜିଲଇଁ। ମନୁଷ୍ୟ କୃତ୍ୟ ବଲିଣ ନ ଭାବଇ ଚିତ୍ତେ ତୁମ୍ଭେ କନ୍ୟା ଲକ୍ଷ୍ମୀ ରୂପେ ଅଟେ ମରତେ। ରାଜା ମହାରାଜା ଯେଉଁ ଖାଦ୍ୟ ନ ପାଆନ୍ତି ତାହା ଦେଖି ତୁମ୍ଭ ଗୃହେ ହୋଇଲି ତୃପତି। କିନ୍ତୁ ଏ ଦ୍ରବ୍ୟ କିପରି ଆସିଲା ଏଠାକୁ ଏହି କଥା ଲୋଡ଼ନ କରେ ମୋ ମନକୁ।
कह केउं परी तुम्भे पाइल ए द्रव्य मोह अग्रते बुझाई कहन्तु सरव रंधन करी अछंती सीना तब कन्या किए से देला एहाकू कह महामना शुणी विश्वावसु बोले हरषित होई एहा कहिबा मोहर विधेय नुहई आन जन होइथिले न कहन्ति एहा जामाता गरे मुहि न लुचाए ताहा इंद्रादि देवता गण जगन्नाथंकर दर्शन लागि आसन्ति एठाकु सत्वर जेउ दिव्य वस्तु सेहु देवा पाए भेटी श्री जगन्नाथ छामुकु घेनिण आसन्ति सेहि दिव्य वस्तु तब भोजन निमन्ते पठाई अछन्ति आजी जगन्नाथ एथे एहाकु भुंजिले रोग शोक हुए दूर मुहि प्रत्यह एहाकु करिण आहार अयुत अयुत वर्ष बंचिण छई तुम्भे सेहि परकारे पति पत्नी दुई जगन्नाथंक निर्माल्य सेवन करिण अज्रामर होई रह सर्वदा बंचिण विश्वावसु मुखु एहा शुणी विप्रवर मन मध्यरे बसिण करिले विचार धन्य ए सबर जाति धन्य यांक प्राण विष्णुक निर्माल्य नीति करन्ति भक्षण जोगी ऋषि माने जुग जुग तप करी न पांति जेउ प्रसाद जीवने तांकरी सामान्य व्याध कूଳରେ एहु जात होई दुर्लभ पदार्थ सदा भंजुछन्ति रही एहांक पराय केहु नाही भाग्यवान धन्य धन्य अटई जे एहांक जीवन नील सुंदर पर्वत मध्य करी घर विष्णुकर अंग संग लभन्ति सत्वर केउं भाग्य बळे आसीथिली एठावकु कृतार्थ करिली मोर नर जन्मकु किपरि अवंती नगरे जाई प्रवेशिबी नरपतिंक आगरे सकल कहिबी बंधु बांधव सहिते राजांक संगते बास करिबी आसीण ए नील पर्वते राजांको जणाई ललिताको संगे नेबी एही सबरंक संगे बंधुता करिबी एमानंक अंगे तिले मात्र पाप नाही अत्यंत पुण्यवान अटंती जेहि एमंत भावना कर तेण विद्यापति प्रवेश होइलासी से ललिता सती देखिला भोजन सारी उच्छिष्ट पात्र रे बसिकी भावुछंती ब्राह्मण मन रे तेणु हसी हसी गोरी बोइला वचन हस्त धोइबा पाए कि भूलिल कि धन किय बासवर घरे भुंजिले बोलिण पाप लागी गला मने अछंती भाविण ललितांकर लंघित वचन शुणिण धर हसी बोइले क श्रीपति ब्राह्मण काहेकि कहिण सदा लज्जा देउछ बार बार सेही कथा मो आगे कहूछ आज विष्णु दर्शन साथे मु तुम्भंकु
ଲାଭ କରି ସୌଭାଗ୍ୟ ମଣଇ ମନକୁ। ପୂର୍ବ ଜନ୍ମରେ ବହୁ ତପ କରିଥିଲି, ତେଣୁ ତୁମ୍ଭ ପରି ନାରୀ ହୀରାକୁ ପାଇଲି। ସେହି କଥା ମନ ମଧ୍ୟେ ଭାବୁଥିଲି ଗୋରୀ, ସାକ୍ଷାତରେ ଲକ୍ଷ୍ମୀ ରୂପୀ ଅଟୁରେ ସୁନ୍ଦରୀ। ଜୀବନରେ ବହୁ ସ୍ଥାନ ଭ୍ରମଣ କରିଛି, ବହୁ ବଡ଼ ବଡ଼ ସ୍ଥାନ ମୁହିଁ ଭୁଞ୍ଜିଅଛି। କିନ୍ତୁ ଆଜି ତୁମ୍ଭ ହସ୍ତ ରନ୍ଧନ ଭୁଞ୍ଜିଣ, ସେ ସମସ୍ତ କଥା ମନୁ ଦେଲି ପାଶୋରିଣ। ଏହା କହି ଉଠି ଯାନ୍ତେ ହସ୍ତ ଧୋଇବାକୁ, ଲଳିତା ତ ସେ ନେଇ ସେ ଉଚ୍ଚିଷ୍ଟ ପାତ୍ରକୁ। ଛଡ଼ା ପ୍ରସାଦ ତା ମଧ୍ୟେ ଲାଗିଥିଲା ଯେତେ, ଭୋଜନ କଲା ନିର୍ମାଲ୍ୟ ସମମଣି ଚିତ୍ତେ। ଯହୁଁ ତାଙ୍କୁ ବିଦ୍ୟାପତି କରିଲେ ବାରଣ, ଲଳିତା ବୋଇଲା ନାଥ ନ କୁହ ଏ ସନ। ନାରୀର ଶ୍ରେଷ୍ଠ ଦେବତା ଅଟଇ ତାପତି, ଆନ ଦେବତାରେ ତାର ତିଳେ ନାହିଁ ମୁକ୍ତି। ଏପରି କହିଲା ଯହୁଁ ଲଳିତା ସୁନ୍ଦରୀ, ସ୍ନେହ ଗଣ୍ଡେ ତୁମ୍ଭ ଦେଲା ବିଦ୍ୟାପତି ଧରି। ବୋଇଲା ଯାଉଛି ମୁହିଁ ଫେରି ଅବନ୍ତୀକୁ, ଅଳପ ଦିନରେ ଘେନି ଯିବଇଁ ତୁମ୍ଭଙ୍କୁ। ସେ ଲାଗି ମନରେ ଦୁଃଖ ନ କରିବ ଗୋରୀ, ଦିନକ ଦେଖାରେ ନେଇ ଆପଣାର କରି। ଜୀବନେ ଅନେକ ଶ୍ରେଷ୍ଠା ସୁନ୍ଦରୀ ଦେଖିଛି, କିନ୍ତୁ କାହା ପ୍ରତି ତିଳେ ଆକୃଷ୍ଟ ନ ହେଇଛି। ସମସ୍ତେ ହାରିଣ ଥିଲେ ନିକଟରୁ ମୋର, ମାତ୍ର ତୁମ୍ଭ ପାଶେ ହାରି ଗଲି ମୁଁ ଏଠାର। ଯାଉଛି ଅବନ୍ତୀ ରାଜେ ଜଡ଼ ପିଣ୍ଡ ନେଇ, ଆଉ ସବୁ ତୁମ୍ଭ ପାଶେ ଛାଡ଼ି ଯାଉଛଇଁ। ଶୟନେ ସପନେ ଧ୍ୟାନେ ଜ୍ଞାନେ ଜାଗରଣେ, ନାଚିବ ତବ ମୂରତି ସର୍ବଦା ନୟନେ। ଦିବସରେ କ୍ଷୁଧା ତୃଷା ଆଦି ନ ଲାଗିବ, ରଜନୀରେ ନୟନକୁ ନିଦ୍ରା ନ ଘାରିବ। ମନେ ବିଚାର ଏହା ମାଧବଙ୍କ କୂଟ, ଚନ୍ଦ୍ର କୁମୁଦର ଯେହ୍ନେ ହୋଇଯାଏ ଭେଟ। ସେହି ପ୍ରକାରେ ପ୍ରଭୁ ଆମ୍ଭ ଦି ଜଣଙ୍କୁ, ଭେଟାଇଲେ ଲହ ସଙ୍ଗ ତରେ ଚୁମ୍ବକକୁ। ଏହା କହି ହସ୍ତୁ ଏକ ମୁଦ୍ରିକା ଖୋଲିଣ, ଲଳିତା ସୁନ୍ଦରୀ ହସ୍ତେ ଦେଲେ ପିନ୍ଧାଇଣ। ସେ ମୁଦ୍ରିକା ଗୋଟିଏ ଗୋରି ଅତି ଆଗ୍ରହରେ, ବାର ବାର ଲଗାଇଲା ନେଇଣ ଗଣ୍ଡରେ। ବୋଇଲା ହେ ଧନ ମୁଁ ତ ଗରିବ ଦୁହିତା, କିବା ପ୍ରତିଦାନ ଦେଇ ତୋଷିବି ଦେବତା। କେଉଁ ଦରବ ବା ଅଛି ତୁମ୍ଭଙ୍କୁ ଅଭାବ, ଇଚ୍ଛା କଲେ ନିମିଷକେ କରିପାର ସର୍ବ। କେବଳ ଏତିକି ମାତ୍ର ଦେଉଛି ଏ ବାଳି, କଳାରୁ ଖୋଳିଣ ଏକ ହୀରକର ମାଳି। ବିଦ୍ୟାପତିଙ୍କର ବକ୍ଷ ସ୍ଥଳରେ ଲମ୍ବାଇ, ବୋଇଲାଏ ଯେତେ ଦିନ ଥିବ ବକ୍ଷେ ରହି। ଏହି ଶବର ଦୋଲାଳି ମନରେ ପଡ଼ିବ, ଆନ ପ୍ରେମେ ମଜି ଯେହ୍ନେ ପାଶୋରି ନ ଦେବ। ଆଗ୍ରହରେ ସେ ମାଳାକୁ ପିନ୍ଧି ବିଦ୍ୟାପତି, ବୋଇଲା ଆଉ ନ କୁହ ଏସନ ଭାରତୀ। ଥରେ ମାତ୍ର ଯେଉଁ କଥା କହେ ମୋ ମୁଖରେ, ଜୀବନେ ନ ଭୁଲେ ତାହା ଲଗାଏ କାର୍ଯ୍ୟରେ।
କିନ୍ତୁ ମୋ ଫେରିବା ପରି ଯନ୍ତେ ସ୍ଥାନକୁ ଦୁଃଖ ନ କରିବ ତୁମ୍ଭେ ମାନି ମୋ କଥାକୁ। ନୟନରୁ କେଭେ ଗୋରି ନ ଢାଳିବ ନୀର ଯତ୍ନେ ସାଇତି ରଖିବ ସମ୍ପଦ ମୋହର। ସଜ ଫୁଟା ପଦ୍ମ ପରି ଯେ ବଣ ବଦନ ଯେହ୍ନେ ମଉଳି ନ ଯାଏ ରେ ନାରୀ ରତନ। ଝଳିଲା କନକ ଶସ୍ତ୍ର ଅଟେ ଯେଉଁ କାନ୍ତି ଅତି ଯତନରେ ଗୋରି ରଖିବ ସାଇତି। ଏହା କହି ଲଳିତାକୁ କୋଳେ ଭିଡ଼ି ଧରି ସ୍ନେହ ସାଉଁଳିଣ ଘନ କୁଞ୍ଚିତ କବରୀ। ଗୋଲାପ କଳିକା ଏକ ଯୋଡ଼ାରେ ଖୋସିଣ ବିଦାୟ ମାଗିଲା ବେଳେ ଶ୍ରୀପତି ବ୍ରାହ୍ମଣ। ଝର ଝର ନୟନରୁ ଲୋତକ ବୁହାଇ କ୍ରନ୍ଦନ କରିଲା ଧନି ତୁହାଇ ତୁହାଇ। ବୋଇଲା ସତେ କି ନାଥ ଏ ସ୍ନେହ ରଖିବ ଏ ବ୍ୟାଧବାଳାକୁ ମନୁ ବାସରି ନ ଦେବ। ଆଷାଢ଼ ଅଳପ ଦିନେ ନେବ କର ଧରି ଜଗତ ଜାଣିବ ଦାସୀ ଅଟେ ମୁଁ ତୁମ୍ଭରି। ବାମନ ହୋଇଣ ଚନ୍ଦ୍ର ଧରି ଅଛି କରେ ମୁକ ବେଦ ପଢ଼ିବାକୁ ପାଞ୍ଚିଛି ମନରେ। ସତେ କି ହେ ଧନ ଦେବ ଏ ସୁଯୋଗ ମୋତେ ଏ ପାଦ ସେବିବି ଯିବ ଥିବା ପର୍ଯ୍ୟନ୍ତେ। କିପରି ଜିଣି ପାରିବି ଦେବତାର ମନ ତାହା ମୋତେ ଜଣା ନାହିଁ ଆହେ ପ୍ରାଣ ଧନ। ଉଚ୍ଚ ଜାତିରେ ଅଛନ୍ତି ଅନେକ ସୁନ୍ଦରୀ ତବ ପୂର୍ବ ରୂପକୁ ନେତ୍ରେ ଦେଖି କରି। କେତେ କେତେ ରାଜକନ୍ୟା ଆସିବେ ଆଗେଇ ସେବେଳେ କି ବ୍ୟାଧବାଳା ମନେ ଥିବ ରହି। କିନ୍ତୁ ଶପଥ କରୁଛି ଅନାଇ ଧର୍ମକୁ ଯେବେ ଏକ ମାସ ମଧ୍ୟେ ନ ଆସ ଏଠାକୁ ତାହେଲେ ସାଗର ବକ୍ଷ ମୋ ଆଶ୍ରୟ ସ୍ଥଳ। ନହିଲେ ବନରେ ଅଛି ଗରଳର ଫଳ। ଭକ୍ଷଣ କରିଣ ପ୍ରାଣ ହାରିବଇ ମୁହିଁ ନାରୀ ହତ୍ୟା ଦୋଷେ ଭାଗି ହେବ ପ୍ରାଣ ସାଇ। ଧର୍ମକୁ ନାଇ ଦେଇ ମାଧବଙ୍କ ରାଣ ବିଦ୍ୟାପତି ବୋଲେ ଦୁଇ ସପ୍ତାହରେ ଜାଣ। ତବ ସନ୍ନିଧିରେ ଆସି ହୋଇବି ହାଜର ମହାଡ଼ମ୍ବରେ ହେବ ଆମ୍ଭ ବିଭାଘର। ସ୍ୱୟଂ ଇନ୍ଦ୍ରଦ୍ୟୁମ୍ନ ରାଜା କରତା ହୋଇବେ ତବ ପିତା ସଙ୍ଗତରେ ବନ୍ଧୁତା କରିବେ। ଏହିପରି କଥାବାର୍ତ୍ତା ହେବା ସମୟରେ ବିଶ୍ୱାବସୁ ପ୍ରବେଶିଲେ ଆସୀନ କୁଟୀରେ। ଲଳିତା ବିଦ୍ୟାପତିଙ୍କ ଦେଖିଣ ମିଳନ ନୟନରୁ ନୀର ଢାଳି ଶବରଙ୍କ ରାଣ। ମାଧବଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ବୋଇଲା କପତି ତାର ନୀଡ଼ର ଛୁଛଇ। ଯେପରି ସେ ନୀଡ଼ ଗୋଟି ହେବ ମଜଭୂତ ତାହା ପୂରଣ କରନ୍ତୁ ଜଗତର ନାଥ। ଏହିପରି ବାର ବାର ପ୍ରଣାମ ସେ କରି ଡାକିଲେ କ ସ୍ନେହ ଲଳିତାକୁ ନାମ ଧରି। ତାତଙ୍କର ଆଗମନ ଜାଣିଣ ଚତୁରୀ ନୟନରୁ ନୀର ପୋଛି ଆସିଲା ବାହାରି। ପଛେ ପଛେ ବିଦ୍ୟାପତି ପ୍ରବେଶ ହୋଇଲେ ବିଶ୍ୱାବସୁଙ୍କର ନେତ୍ରେ ଲୋତକ ଦେଖିଲେ। ଲଳିତା ଭାବିଲେ ଦିନେ ମାତ୍ର ନେତ୍ରୁଜାର ନ ପଡ଼େ ବିନ୍ଦୁଏ ନୀର ଆଜି ଏ ପ୍ରକାର। ବ୍ୟାକୁଳ ହୋଇ କାନ୍ଦନ୍ତି
କାହିଁକି ସେ ପୁଣି ଦେଖିଣ କାନ୍ଦିଲା ଗୋରି ନ କହିଣ ବାଣୀ। କନ୍ୟାକୁ କୋଳକୁ ନେଇ କ୍ଷୁଦ୍ର ଶିଶୁ ପରି ବୁଝାଇଲେ ବିଶ୍ୱାବସୁ ଅତି ସ୍ନେହ କରି। ଆରେ ମାତ ଭାଗ୍ୟ ତୋର ସଳଖ ଅଟଇ ଉପଯୁକ୍ତ ପତି ପ୍ରାପ୍ତ ହୋଇଅଛୁ ତୁହି। କ୍ଷଣକ ଦେଖାରେ ଯୁବକର ମତି ଗତି ଜାଣିପାରିଛି ମୁଁ ସେହୁ ସତ୍ୟ ସନ୍ଧତି। କେଭେ ଅନାଦର ତତେ ନ କରିବେ ସେହି ଜାଣି ତୋର ମନ ଅଛନ୍ତି ମାଧବ ଜୁଟାଇ। ସେ ଲାଗି ମନରେ ଆଉ ଭାବନା ନ କର ନୟନ ଲୋତକ ନ ଢାଳ ତୁମା ମୋର। ବାଲ୍ୟକାଳୁ ମାତୃହରା କନ୍ୟା ମୋର ତୁହି ଅତି ଅଲିଅଳେ ତୋତେ ଅଛି ମୁଁ ବଢ଼ାଇ। ଏହା କହି ବିଦ୍ୟାପତି କର ଧରି ବୃଦ୍ଧ ବୋଇଲେ କ୍ରନ୍ଦନ କରି ଫୁଟାଇଣ କ୍ରୋଧ। ବ୍ୟାପ ମୋ କନ୍ୟାକୁ ଅନାଦର ନ କରିବ କହିବା ବଚନ ତୁମ୍ଭେ କାର୍ଯ୍ୟ ଲଗାଇବ। ନୀଳମାଧବ ନିଶ୍ଚୟ ମଙ୍ଗଳ କରିବେ ତୁମ୍ଭ ଦୁହିଁଙ୍କ ଜୀବନ ସୁଖେ କଟାଇବ। ଏପରି କହି ପ୍ରଭୁଙ୍କୁ ନିର୍ମାଲ୍ୟ ଦେଇଣ ବିଦ୍ୟାପତି ଲଳିତାକୁ ଦେଲେ ଭୁଞ୍ଜାଇଣ। ଜଗନ୍ନାଥଙ୍କ ଉଦ୍ଦେଶ୍ୟ ଜଣାଇ ପ୍ରଣତି କଲ୍ୟାଣ କରିଲେ କ୍ଷେତ୍ର କହେ ବିତେ ଚିନ୍ତି। ଏକାଦଶ ଅଧ୍ୟାୟ ବିଶ୍ୱାବସୁଙ୍କ ପ୍ରତି ବିଦ୍ୟାପତିଙ୍କର କୃତଜ୍ଞତା ଜ୍ଞାପନ ଓ ଇନ୍ଦ୍ରଦ୍ୟୁମ୍ନଙ୍କ ପାଇଁ ସ୍ଥାନ ନିରୂପଣ କରିବା ଇତ୍ୟାଦି। ଜୈମିନୀ ବୋଇଲେ ଶୁଣ ସର୍ବତପି ଗଣ ଅତ୍ୟନ୍ତ ପବିତ୍ର ଅଟେ ଜାଣ ଏ ପୁରାଣ। ଶ୍ରଦ୍ଧା ଭକତିରେ ଯେହୁ ପଠନ କରିବ ଅନ୍ତକାଳେ ନୀଳାଚଳେ ବିଶ୍ରାମ କରିବ। ଶବର ରାଜାଙ୍କ ମୁଖ ଚାହିଁ ବିଦ୍ୟାପତି ବୋଇଲେ ମୋତେ ବିଦାୟ ଦିଅନ୍ତୁ ଝଟତି। ଅନତି ଦୂରରେ ସହ ଚରଗଣ ମାନେ ମୋ ପଥକୁ ଚାହିଁ ବସିଥିବେ କଧ୍ୟାନେ। ତାପରେ ଅବନ୍ତୀଶ୍ୱର ଛନ୍ତି ବଣ କରି ବିଷ୍ଣୁଙ୍କ ଦର୍ଶନ କଲେ ନୟନ ତାଙ୍କରି। ଅନ୍ନ ଜଳ ଆଦି କିଛି ସ୍ପର୍ଶ ନ କରିବେ ମୋହ ବାହୁଡ଼ା ପଥକୁ ଚାହିଁ ବସିଥିବେ। ତେଣୁ ଅନୁରୋଧ କରେ ବିଳମ୍ବ ନ କରି ବିଦାୟ ଦିଅନ୍ତୁ ମୋତେ ତୋଷ ହୋଇ କରି। ସୌଭାଗ୍ୟକ୍ରମେ ଦର୍ଶନ ଲଭିଣ ତୁମ୍ଭର ଏ ଦୁସ୍ତର ଭବ ସାଗରରୁ ହେଲି ପାର। ବିଷ୍ଣୁ ଭକତ ମାନଙ୍କୁ କରିଲେ ଦର୍ଶନ ସଂସାରର କ୍ଲେଶ ଆଦି ହୁଏ ଅବସାନ। ଆବର ବିଷ୍ଣୁ ଭକ୍ତଙ୍କ ସଙ୍ଗତରେ କେହି ଯଦ୍ୟପି ସ୍ନେହେ ବନ୍ଧୁତା ପଣ ଆଚରଇ। ଜଗତ ମଧ୍ୟରେ ଯେତେ ଧର୍ମ ଅଛି ଜାଣ ସବୁଠୁ ଶ୍ରେଷ୍ଠ ଅଟଇ ତା ଶାସ୍ତ୍ର ପ୍ରମାଣ। ସେହି ବିଷ୍ଣୁ ଭକ୍ତ ମାନଙ୍କର ସାହାଯ୍ୟରେ ଚକ୍ରଧାରୀଙ୍କୁ ଦର୍ଶନ ଘଟେ ସହଜରେ। ହେ ମହାତ୍ମା ତୁମ୍ଭେ ମୋର ଯେଣୁ ଅଟ ମାନ୍ୟ ତେଣୁ ମୋ ପୟରେ ତବ କର ବନ୍ଦନ। ଫେରିଲେ ଠାରୁ ନୃପତିଙ୍କ ଆଗେ କହି ଆଣିବି ଏହାକୁ ପ୍ରଭୁ ଆରାଧନା ପାଇଁ। ଆଉ ଅବନ୍ତୀ ରାଜ୍ୟକୁ ସେ ଫେରି ନ ଯିବେ ଏହି କ୍ଷେତ୍ରେ ବାସ କରି ସର୍ବଦା ରହିବେ। ଆବର ଏ କହି ଗାଥା
ଶୁଣ ମନ ଦେଇ ବୃହତ ମନ୍ଦିର ରାଜା ଦେବେ ଯେ ତୋଳାଇ। ସେହି ମନ୍ଦିରରେ ବିଜେ କରିବେ ଠାକୁର ପୁନଶ୍ଚ ଖଞ୍ଜିବେ ରାଜା ନାନା ଉପଚାର। ଏ ଲାଗି ପୂର୍ବରୁ ଛନ୍ତି ସେ ପ୍ରତିଜ୍ଞା କରି ତେଣୁ ମୋତେ ଏଥେ ପେଶି ଛନ୍ତି ଦଣ୍ଡଧାରୀ। ଯେଉଁଦିନ ଏହି ମହା କ୍ଷେତ୍ର ସମାଚାର ବୈଷ୍ଣବ ମୁଖ ଶୁଣିଲେ ଅବନ୍ତୀ ଈଶ୍ୱର। ସେହି ଦିନରୁ ଶୟନ ଭୋଜନ ପାଶର ବିଷ୍ଣୁଙ୍କ ନାମ ଜପନ୍ତି ଜପାମାଳି କରି। ତେଣୁ ଉପଯୁକ୍ତ ସ୍ଥାନ ନିର୍ମାଣ କରିଣ ତାଙ୍କୁ ଜଣାଇବା ଲାଗି ଅବନ୍ତୀର ରାଣ। ମୋତେ ପେଷିଣ ଅଛନ୍ତି ଶୁଣ ମନ ଦେଇ ମୁହିଁ ମଧ୍ୟ ତାଙ୍କୁ ପ୍ରତି ଶ୍ରୁତି ଅଛି ଦେଇ। ପୁରୁଷୋତ୍ତମ କ୍ଷେତ୍ରରେ ଉପଯୁକ୍ତ ସ୍ଥାନ ନିର୍ଣ୍ଣୟ କରିଣ ବେଗେ ଦେବ ଇ ସନ୍ଧାନ। ବିଶ୍ୱାବସୁବାଚ ବିଦ୍ୟାପତି ବାକ୍ୟ ଶୁଣି ଶବର ନୃପତି ବୋଇଲେ ଶୁଣନ୍ତୁ ବାରେ ମୋହର ଭାରତୀ। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଆଗମନ ବିଷୟ ଅନେକ କାଳୁ ହୋଇଛି ବର୍ଣ୍ଣନ। ବିଜ୍ଞଜନ ମାନଙ୍କର ମୁଖୁ ଏହି ବାଣୀ ଅନେକ ଦିନ ଆଗରୁ ଅଛି ମୁହିଁ ଶୁଣି। ମାତ୍ର ଆଉ ଏକ କଥା ଶୁଣ ଦେଇ ମନ ପୁରା କାଳ ଜନ ଶ୍ରୁତି ହୋଇବ ପାଳନ। ହେଲେ ମଧ୍ୟ ନରପତି ଆସି ଏ ସ୍ଥାନକୁ ଦେଖି ନ ପାରିବେ କେଭେ ନୀଳମାଧବଙ୍କୁ। ଏହାର କାରଣ ଯାହା ଦେଉଛି ବୁଝାଇ ଆଉ ଅଳ୍ପ କାଳ ମଧ୍ୟେ ଜଗତର ସାଇ। କ୍ଷେତ୍ରସ୍ଥ ସ୍ୱର୍ଣ୍ଣ ବାଳୁକା ଦ୍ୱାରା ଯେ ଆବୃତ ହୋଇଣ ନୀଳମାଧବ ହେବେ ଅନ୍ତର୍ହିତ। ଏକଥା ସ୍ୱୟଂ ପରମ ବ୍ରହ୍ମ ଜଗନ୍ନାଥ ଯମରାଜା ଅଗ୍ରତରେ କରିଛନ୍ତି ବ୍ୟକ୍ତ। ଏଥିରେ ତିଳେ ମାତ୍ରକ ସଂଶୟ ଯେ ନାହିଁ ଏ ଭାବରେ କଳି ଯୁଗେ ବ୍ରହ୍ମାଣ୍ଡ ଗୋସାଇଁ। ପୂଜା ନ ପାଇବେ ଅଟେ ଶାସ୍ତ୍ରର ବିଧାନ ତୁମ୍ଭେ ଯେଣୁ ସଂସାରରେ ଅଟ ଭାଗ୍ୟବାନ। ତେଣୁ ମାଧବଙ୍କ ରୂପ ଦର୍ଶନ କରିଲ ମନୁଷ୍ୟ ଜନମ ହୋଇ କୃତାର୍ଥ ଲଭିଲ। ଇନ୍ଦ୍ରଦ୍ୟୁମ୍ନ ନରସାଇଁ ଆସିବା ପୂର୍ବରୁ ବୃହତ ମନ୍ଦିର ରାଜା ବ୍ରହ୍ମାଣ୍ଡର ଗୁରୁ। ଏକଥା ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଗରେ ଟି ଜାଣ ପ୍ରକାଶ କରିବ ନାହିଁ କଦାପି ମୋ ରାଣ। ଏହି ସ୍ଥାନକୁ ଆସିଲେ ଅବନ୍ତୀଶ୍ୱର ନୀଳମାଧବ ଦର୍ଶନ ନ ପାଇ ସତୋର। ପ୍ରଭୁଙ୍କ ଦର୍ଶନ ଯହୁଁ ରାଜା ନ ପାଇବେ ଆଜୀବନ ଆମରଣ ବ୍ରତ ସେ ପାଳିବେ। କୃଶ ଶଯ୍ୟା ବିଛାଇଣ ଶୋଇବେ ରାଜନ ଯେବେଳେ ତାହାଙ୍କ ପ୍ରାଣ ହେବ କଦର୍ଥନ। ସେହି ସମୟରେ ପ୍ରଭୁ ଜଗତର ନାଥ ରାଜାଙ୍କୁ ସ୍ୱପ୍ନେ ଦର୍ଶନ ଦେଇଣ ତୁରିତ। କହିବେ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପିବା ନିମନ୍ତେ ତେଣୁ ମୂର୍ତ୍ତି ଗଢ଼ାଇବେ ରାଜା ତୁ ସଚିତେ। ବିଧାତାଙ୍କ ଦ୍ୱାରା ତାହା ପ୍ରତିଷ୍ଠା କରାଇ ଭକ୍ତିରେ ପୂଜା କରିବେ ଅବନ୍ତୀର ସାଇଁ। ଯେବେଳେ ରାଜନ ମୂର୍ତ୍ତି ପ୍ରତିଷ୍ଠା କରିବେ ଆମ୍ଭ ଦୁହିଁଙ୍କର ବଂଶ ସେଠାରେ ରହିବେ।
ଏଥିରେ ତିଳେ ମାତ୍ରକ ନାହିଁ ସେ ସନ୍ଦେହ। ବର୍ତ୍ତମାନ ମନୁ ଖେଦ ତ୍ୟାଗ କରି ଯାଅ। ଯାହା ଯାହା ଶୁଣିଥିଲି ଲୋକ ମୁଖ ମୋହି, ତବ ଅଗ୍ରତେ ସମସ୍ତ କହିଲି ଫିଟାଇ। ଆଜି ରାତ୍ରଟା ମାତର ରହୁ ଏଠାବରେ, କାଲି ସ୍ନାନ କରିଣ ସେ ମହୋଦ ଧୀରେ। ପବିତ୍ର ମନରେ ରତ୍ନାକରଙ୍କୁ ସୁମରି, ଖୋଜିବା ସ୍ଥାନ ତା କୂଳ ମଧ୍ୟ ଯୋଡ଼ି କରି। ରାଜାଙ୍କର ବାସ ଉପଯୋଗୀ ସ୍ଥାନ ମାନ, ତାପରେ ଖୋଜିବା ସାଧୁ ମାନଙ୍କ ସ୍ଥାନ। ଯେ ଯେଉଁ ପ୍ରକାର ତାହା ପାଇଁ ଆମ୍ଭେ ଦୁଇ, ତେମନ୍ତ ସ୍ଥାନ ଖୋଜିବା ବୁଲି ବୁଲି ତହିଁ। ଏହିପରି ନିଜନେ କଥାବାର୍ତ୍ତା ହେଲେ, ଆନନ୍ଦ ମନରେ ରାତ୍ରି ଯାପନ କରିଲେ। ପରଦିନ ପ୍ରଭାତରୁ ସ୍ନାନ ସାରିଣ, କଳ୍ପବଟ ମୂଳେ ଦିଅଁ କରି ଦର୍ଶନ। ରୋହିଣୀ କୁଣ୍ଡ ସନ୍ନିଧେ ପ୍ରବେଶ ହୋଇଲେ, ବିଦ୍ୟାପତି ମନ କଥା ତହୁଁ ପ୍ରକାଶିଲେ। ସେଠାବରେ ମାନସିକ କରି ବିଦ୍ୟାପତି, ବିଶ୍ୱାବସୁଙ୍କ ସଙ୍ଗରେ ଭ୍ରମିଲେ ଚକତି। ସାଗର କୂଳରେ ବୁଲି ବୁଲି ଦୁଇ ଜଣ, ବହୁ ସ୍ଥାନ କଲେ ତହିଁ ଯେ ଅନୁସନ୍ଧାନ। ଯେଉଁ ସ୍ଥାନରେ ରହିବେ ଅବନ୍ତୀଶ୍ୱର, ତେମନ୍ତ ସ୍ଥାନ ବାଛିଲେ ପ୍ରହିତ ସେଠାର। ତାପରେ ରଥ ଉପରେ ବିଜୟ କରିଣ, ଚଳିଗଲେ ବିଦ୍ୟାପତି ବିଦାୟ ନେଇଣ। ଅଳପ ଦିନେ ଆସିବା ପାଇଁ କଣ୍ଟ ଦେଇ, ଅବନ୍ତୀ ନଗରେ ମିଳିଲେ ପାରିଷଦ ନେଇ। ତାହାପରେ ଆନଗାଥା ଅପର ଛାନ୍ଦରେ, ପ୍ରକାଶ କରିବ କ୍ଷେତ୍ର କହଇ ଗୀତରେ। ଦ୍ୱାଦଶ ଅଧ୍ୟାୟ। ବିଦ୍ୟାପତିଙ୍କ ବିଦାୟ ପରେ ଲଳିତା ବିଳାପ। ଶୁଣ ଶୁଣ ସୁଜ୍ଞଜନେ ଅପୂର୍ବ ଚରିତ, ଯାହା ଶ୍ରବଣରେ କର୍ଣ୍ଣ ହୋଇବ ପବିତ୍ର। ସକଳ ଋଷି ବୋଇଲେ ଜୈମିନୀଙ୍କୁ ଚାହିଁ, ହେ ତପସ୍ୱୀ ଏକ କଥା କୁହନ୍ତୁ ବୁଝାଇ। ଯେତେବେଳେ ବିଦ୍ୟାପତି ବିଦାୟ ହୋଇଲା, ଶବର କନ୍ୟା ଲଳିତା ମନେ କି ଭାବିଲା। ପୂର୍ବ ଯେଉଁ ପରି ଥିଲା ରହିଲା ସେ ପରି, କିୟବାନ ପ୍ରକାରେ ହୋଇଲା ସୁନ୍ଦରୀ। ଜୈମିନୀ ବୋଇଲେ ଶୁଣ ସର୍ବ ଋଷିଗଣ, ଅତ୍ୟନ୍ତ କୌତୁକ କଥା ଅଟଇଏ ଜାଣ। ଯେବେଳେ ଅବନ୍ତୀ ଫେରି ଗଲେ ବିଦ୍ୟାପତି, ଶବର ଦୁହିତା ହୃଦ ହୋଇଲା କରତି। ବିଦ୍ୟାପତିଙ୍କ ପାଦରେ ପ୍ରଣାମ ଜଣାଇ, ପାଦଦକ ମସ୍ତକରେ ବୋଳିଲା ସୁମୁହିଁ। କଥା କହିବାକୁ ବାକ୍ୟ ନ ସ୍ଫୁରିଲା ତାର, ଅବିଶ୍ରାନ୍ତ ନୟନରୁ ଝରାଇଲା ନୀର। ବହୁତ ପ୍ରକାରେ ବୁଝାଇଣ ବିଦ୍ୟାପତି, ରଥ ଆରୋହୀ ଗମନ କରିଲେ ଝଟତି। ତ୍ରେତା ଯୁଗେ ରାମ ବନବାସ ଗଲା କାଳେ, ଅଯୋଧ୍ୟା ନଗରବାସୀ ଅତ୍ୟନ୍ତ ବିକଳେ। ତାହା ଯେଉଁ ପରି ନେତ୍ରୁ ଯା ଢାଳିଥିଲେ ଜଳ, ଦ୍ୱାପର ଯୁଗରେ ଯେହ୍ନେ ଯଶୋଦାଙ୍କ ବାଳ। ଜ୍ୟେଷ୍ଠ ଭ୍ରାତ ବଳରାମଙ୍କର ସହିତରେ, ଅକ୍ରୂର ରଥେ ଗମନ କଲେ ମଧୁପୁରେ। ରୂପ ତରୁଣୀ ଅତ୍ୟନ୍ତ ବ୍ୟାକୁଳିତା ହୋଇ,
ନେତୃନୀର ଢାଳିଥିଲେ ହୃଦୟ ଫଟାଇ, ତେମନ୍ତ ଭାବେ ଲଳିତା ସନ୍ନିଧିରୁ ଜାଣ, ବିଦାୟ ନେଇ ଚଳିବା ସମୟ ବ୍ରାହ୍ମଣ। ଅତ୍ୟନ୍ତ ବ୍ୟାକୁଳ ହୋଇଥିଲା ଚମ୍ପା ଗୋରି, ହୃଦ ଫାଟୁଥିଲା ମୁଖ ନ ଫିଟି ତାହାରି। କୌଣସି ଉତ୍ତର ନ ଦେଣ ସେତେବେଳେ ଗୃହକୁ ଫେରିଲା ଗୋରି ଅତ୍ୟନ୍ତ ଆକୁଳେ। ପୂର୍ବରୁ ଯେଉଁ କୋଟିର ବୈକୁଣ୍ଠ ପରାୟ, ମଣୁଥିଲା ତାହା ଯେ ଲାଗିଲା ବିଷମୟ। ଜୟ ଜଗନ୍ନାଥ।